ଯେ ଯନ୍ତ୍ରୀ ଆଉ ମନ୍ତ୍ରୀ ଭାବରେ ଜୀବନ ଜୀଇବାର ଫରକ କ'ଣ ସାର୍? ଯନ୍ତ୍ରୀ ଯେତେବେଳେ ଥିଲେ ସ୍ପେସିଫିକ୍ ଗୋଟେ ଡିପାର୍ଟମେଣ୍ଟରେ ଗୋଟେ ରାଇଟ୍ ଛୋଟ ଡିପାର୍ଟମେଣ୍ଟକୁ ଦେଖୁଥିଲେ। ବର୍ତ୍ତମାନ ବହୁତ ଜିନିଷ ଆମକୁ ସବୁ ପ୍ରକାର ଟ୍ରାନ୍ସପେରେନ୍ସି ମେଣ୍ଟେନ୍ କରିକି ସବୁ ପ୍ରକାର ବ୍ୟବସ୍ଥା ଭିତରେ ରହିକି ସମଗ୍ର ଓଡ଼ିଶା ପାଇଁ କାମ କରିବା ପାଇଁ ପଡ଼ୁଛି। ଏବଂ ସୌଭାଗ୍ୟ ମୁଁ ଗୋଟେ ଭାରତବର୍ଷର ଗୋଟେ ଫରେଷ୍ଟ ମିନିଷ୍ଟର କୋର୍ ଏରିଆରୁ ସେଞ୍ଚୁରୀ ଏରିଆରୁ ବିଲଙ୍ଗସ୍ କରୁଛି। ସେଇ କନଫରେନ୍ସ ହଲ୍ରେ ଆପଣଙ୍କ ରିଭ୍ୟୁ କଲେକ୍ଟର ନେଇଥିଲେ ନା ନାହିଁ? ହଁ ନିଶ୍ଚିତ ଭାବରେ ଯେତେବେଳେ ମୁଁ ଗୋଟେ ଏମ୍ପ୍ଲୟି ଛୋଟ ଏମ୍ପ୍ଲୟି ଥିଲି ବର୍ତ୍ତମାନ ରାଜ୍ୟ ସରକାରଙ୍କର ଲୋକମାନଙ୍କର ସେବକ ହିସାବରେ ଅଛି ସେବା କରିଥିବି। ଆପଣଙ୍କ କାର୍ଯ୍ୟାଳୟକୁ ବି ଯାଇଥିଲେ ବୁଲିବା ପାଇଁ, ସାଥୀ ସହଯୋଗୀ ୱାର୍ମ ୱେଲକମ୍ କରିଥିଲେ ଆପଣଙ୍କୁ। ହଁ ନିଶ୍ଚିତ ଭାବରେ ମୋର ସୌଭାଗ୍ୟ ବଲାଙ୍ଗୀରରେ ମୁଁ କହିବି ମୋର ଜୀବନ ଆପଣ ଜୀବିକା କର୍ମଭୂମି, ଠାରୁ ହଁ। କର୍ମଭୂମି ଜନ୍ମଭୂମି ତ ଇଆଡ଼େ କର୍ମଭୂମି ତ ସେଇ ଅଞ୍ଚଳର ଷ୍ଟାଟିକ୍ସ ମୋତେ ଭଲ ଭାବରେ ଜଣାଅଛି। ଆଗକୁ ଦାଦନ ସମସ୍ୟାର ସମାଧାନ ହେବ। ବିଙ୍ଗ ଏ ଲେବର ମିନିଷ୍ଟର ଏ ଏସୁରେନ୍ସ ଦେଇପାରିବେ? ଆଶା ଆକାଂକ୍ଷା ନିଶ୍ଚିତ ଭାବରେ ରଖନ୍ତୁ। ଆମ ସରକାର ନୂଆ ସରକାର ଆସିଛି ଏବଂ ଲୋକଙ୍କର ଆଶା କେମିତି ପୂରଣ କରିବ ଏବଂ ଲୋକଙ୍କର ଆସ୍ଥା ଯାହା ଅଛି ତାକୁ ଆମେ ଆଗକୁ ନେବା।